ଯାତ୍ରା ପୁସ୍ତକ 6 ପର୍ବ। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ପ୍ରତି ଯାହା କରିବା ତାହା ତୁମେ ଏବେ ଦେଖିବ। କାରଣ ବାହୁବଳ ପ୍ରକାଶିତ ହେଲେ ସେ ଲୋକମାନଙ୍କୁ ଛାଡ଼ିଦେବ ଓ ବାହୁବଳ ପ୍ରକାଶିତ ହେଲେ ଆପଣା ଦେଶରୁ ସେମାନଙ୍କୁ ତଡ଼ିଦେବ। ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, ଆମ୍ଭେ ଜିହୋବା ସଦାପ୍ରଭୁ, ଆମ୍ଭେ ଅବ୍ରାହମ, ଇସାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ। ମାତ୍ର ଆମ୍ଭେ ଆପଣା ଜିହୋବା ନାମରେ ସେମାନଙ୍କୁ ପରିଚୟ ଦେଇନଥିଲୁ। ପୁଣି କିଣାଣ ଦେଶ ଅର୍ଥାତ୍ ଜହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ। ଏବେ ମିଶ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣା ସେହି ନିୟମ ସ୍ମରଣ କରିଅଛୁ। ଏ ନିମନ୍ତେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିଶ୍ରୀୟମାନଙ୍କର ଭାର ବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା। ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା। ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ତହିଁରେ ମିଶ୍ରୀୟମାନଙ୍କର ଭାର ବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ। ଆମ୍ଭେ ଅବ୍ରାହମ ଓ ଇସାହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମିତ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା। ପୁଣି ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା। ଆମ୍ଭେ ସଦାପ୍ରଭୁ। ଅନନ୍ତର ମୋଶା ଇସ୍ରାଏଲ ସନ୍ତାନଗଣକୁ ତଦନୁସାରେ କହିଲେ ପ୍ରମାଣ। ମାତ୍ର ସେମାନେ ମନଦୁଃଖ ଓ କଠିନ ଦାସତ୍ୱ ହେତୁରୁ ମୋଶାଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଯାଇ ମିଶରର ରାଜା ଫାରୋକୁ କୁହ, ତୁମ ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବିଦାୟ କର। ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ମୋ କଥାରେ ମନୋଯୋଗ କରିନାହାନ୍ତି। ତେବେ ଅସୁନ୍ନତ ଓଷ୍ଠ ଯେ ମୋ କଥା ଫାରୋ କି ପ୍ରକାରେ ଶୁଣିବେ? ଏହି ରୂପେ ସଦାପ୍ରଭୁ ମୋଶା ଓ ହାରୋନଙ୍କ ସହିତ ଆଳାପ କଲେ। ପୁଣି ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାର କରି ଆଣିବା ନିମନ୍ତେ ମିଶର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ। ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନର ସନ୍ତାନ ହନୋକ ଓ ପଲ୍ଲୁ ଓ ହିସ୍ରୋନ ଓ କର୍ମୀ, ଏମାନେ ରୁବେନର ବଂଶ। ପୁଣି ସିମିୟନର ପୁତ୍ର ଜିମୁଏଲ ଓ ଜାମିନ ଓ ଓହଦ ଓ ଜାଖିନ ଓ ସୋହର ଓ କିଣାନିଆ ସ୍ତ୍ରୀର ପୁତ୍ର ସୌଲ, ଏମାନେ ସିମିୟନର ବଂଶ। ବଂଶାବଳୀ ଅନୁସାରେ ଲେବିର ପୁତ୍ରମାନଙ୍କର ନାମ ଗୋସୋନ ଓ କହାତ ଓ ମରାରୀ। ଲେବିର ବୟସ 137 ବର୍ଷ ଥିଲା। ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ସନର ସନ୍ତାନ ଲିବନି ଓ ସିମିଇ। ପୁଣି କହାତର ସନ୍ତାନ ଅମ୍ରମ ଓ ଜିସିହର ଓ ହିବ୍ରୋନ ଓ ଉସିଏଲ। ସେହି କହାତର 133 ବର୍ଷ ବୟସ ହୋଇଥିଲା। ମରାରୀର ସନ୍ତାନ ମହଲି ଓ ମୁସି, ଏମାନେ ବଂଶାବଳୀ ଅନୁସାରେ ଲେବିର ବଂଶ। ପୁଣି ଅମ୍ରମ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ ସେ ତାହାର ଔରସରେ ହାରୋନକୁ ଓ ମୋଶାଙ୍କୁ ପ୍ରସବ କଲା। ସେହି ଅମ୍ରମର ଆୟୁ 137 ବର୍ଷ ଥିଲା। ଜିସିହର ସନ୍ତାନ କୋରହ ଓ ନେଫରା ଓ ସିଖ୍ରି। ପୁଣି ଉସିଏଲର ସନ୍ତାନ ମିସାଏଲ ଓ ଇଲିସାଫନ ଓ ସିଥ୍ରି। ପୁଣି ହାରୋନ ଅମ୍ମାଦିନା ଦବର କନ୍ୟା ନୁହସନର ଭଗିନୀ ଇଲିସେବାକୁ ବିବାହ କଲେ। ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବିହୁ ଓ ଇଲିସିଆର ଓ ଇଥାମରକୁ ପ୍ରସବ କଲା। ପୁଣି କୋରହର ସନ୍ତାନ ଅସିର ଓ ଇଲକାନା ଓ ଅବିୟାସପ, ଏମାନେ କୋରହର ବଂଶ। ପୁଣି ହାରୋନଙ୍କର ପୁତ୍ର ଇଲିଆସର ଫୁଟିଏଲର ଏକ କନ୍ୟାକୁ ବିବାହ କରନ୍ତେ ସେ ତାଙ୍କର ଔରସରେ
ପିନହସକୁ ପ୍ରସବ କଲା। ସେମାନେ ଲେବୀୟ ମାନଙ୍କର ବଂଶ ଭେଦାନୁସାରେ ସେମାନଙ୍କର ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଏହି ଯେ ହାରଣ ଓ ମୂଷା, ଏମାନଙ୍କୁ ସଦାପ୍ରଭୁ କହିଲେ, ତୁମେମାନେ ସୈନ୍ୟାଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣକୁ ମିଶ୍ର ଦେଶରୁ ବାହାର କରି ଆଣ। ଏମାନେ ମିଶ୍ରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶ୍ରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେ ମୂଷା ଓ ହାରଣ। ଯେଉଁଦିନ ସଦାପ୍ରଭୁ ମିଶ୍ର ଦେଶରେ ମୂଷାଙ୍କ ସହିତ ଆଳାପ କଲେ, ସେହିଦିନ ସଦାପ୍ରଭୁ ମୂଷାଙ୍କୁ ଏହି କଥା କହିଲେ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମକୁ ଯାହା ଯାହା କହୁ ତାହା ସବୁ ମିଶ୍ରୀୟ ରାଜା ଫାରୋକୁ କୁହ। ତହିଁରେ ମୂଷା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, ଅସୁନ୍ନତ ଓଷ୍ଠ ଯେ ମୁଁ, ମୋ କଥା ଫାରୋ କି ପ୍ରକାର ଶୁଣିବେ। ଯାତ୍ରା ପୁସ୍ତକ 7 ପର୍ବ। ତହୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ଦେଖ, ଆମ୍ଭେ ତୁମକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରଣ ତୁମର ଭବିଷ୍ୟତ ବକ୍ତା ହେବ। ଆମ୍ଭେ ତୁମକୁ ଯାହା ଯାହା ଆଜ୍ଞା କରିବା ତାହା ସବୁ ତୁମେ କହିବ। ପୁଣି ଫାରୋ ଇସ୍ରାଏଲ ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ିଦେବା ପାଇଁ ତୁମ୍ଭ ଭ୍ରାତା ହାରଣ ତାହାକୁ କହିବ। ଆଉ ଆମ୍ଭେ ଫାରୋର ହୃଦୟ କଠିନ କରିବା। ପୁଣି ମିଶ୍ର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁ ସଂଖ୍ୟକ କରିବା। ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ। ଏହେତୁ ଆମେ ମିଶ୍ର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିଶ୍ର ଠାରୁ ଆପଣା ସୈନ୍ୟ ସାମନ୍ତ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା। ପୁଣି ଆମ୍ଭେ ମିଶ୍ର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଯେ ଆମ୍ଭେ ସଦାପ୍ରଭୁ ତାହା ସେମାନେ ଜାଣିବେ। ଅନନ୍ତର ମୂଷା ଓ ହାରଣ ସେହି ରୂପେ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ। ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୂଷାଙ୍କୁ 80 ଓ ହାରଣକୁ 83 ବର୍ଷ ହୋଇଥିଲା। ଆଉ ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅ ବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମେ ହାରଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ। ତହିଁରେ ସେହି ଯଷ୍ଟି ସର୍ପ ହେବ। ତହୁ ମୂଷା ଓ ହାରଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ। ପୁଣି ହାରଣ ଫାରୋ ଓ ତାହାଙ୍କ ଦାସଙ୍କ ସମ୍ମୁଖରେ ଆପଣା ଯଷ୍ଟି ପକାନ୍ତେ ତାହା ସର୍ପ ହେଲା। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ। ତହିଁରେ ମିଶ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। ଅର୍ଥାତ୍ ସେମାନେ ପ୍ରତ୍ୟେକ ଆପଣା ଆପଣା ଯଷ୍ଟି ପକାନ୍ତେ ସେଗୁଡ଼ିକ ସର୍ପ ହେଲା। ମାତ୍ର ହାରଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଫାରୋର ହୃଦୟ ଭାରି ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ିଦେବାକୁ ନାସ୍ତି କରୁଅଛି। ଏହେତୁ ତୁମେ ପ୍ରଭାତରେ ଫାରୋ ନିକଟକୁ ଯାଅ। ଦେଖ, ସେ ଜଳ ଆଡ଼େ ଗଲେ ତୁମେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରରେ ଠିଆ ହୁଅ। ଯେଉଁ ଯଷ୍ଟି ସର୍ପ ହୋଇଥିଲା ତାହା ମଧ୍ୟ ହସ୍ତରେ ନିଅ। ପୁଣି ଫାରୋକୁ କୁହ, ଏବ୍ରିୟମାନଙ୍କର ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ। ମାତ୍ର ଦେଖ, ତୁମେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରିନାହଁ। ସଦାପ୍ରଭୁ ଏହି ପ୍ରକାରେ କହୁଛନ୍ତି, ଆମ୍ଭେ ଯେ ସଦାପ୍ରଭୁ ତାହା ତୁମେ ଏତଦ୍ୱାରା ଜ୍ଞାତ ହେବ। ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା। ତହିଁରେ ତାହା ରକ୍ତ ହୋଇଯିବ। ପୁଣି ନଦୀରେ ଥିବା ମତ୍ସ୍ୟ ସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ। ତହିଁରେ ମିଶ୍ରୀୟ ଲୋକମାନେ ନଦୀ ଜଳ ପାନ କରିବାକୁ ଘୃଣା କରିବେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ହାରଣଙ୍କୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିଶ୍ର ଦେଶୀୟ ଜଳ ଉପରେ ଅର୍ଥାତ୍ ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ ଏ ସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ସମସ୍ତ ଜଳ ରକ୍ତ ହେବ। ପୁଣି ମିଶ୍ର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହିଁ ରକ୍ତ ହେବ। ତହୁ ମୂଷା ଓ ହାରଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ। ସେ ଯଷ୍ଟି ଘେନି ଫାରୋ ଓ ତାଙ୍କ ଦାସମାନଙ୍କ ସମ୍ମୁଖରେ ନଦୀ ଜଳ ଉପରେ ପ୍ରହାର କଲେ। ତହିଁରେ ସମୁଦାୟ ନଦୀ ଜଳ ରକ୍ତ ହୋଇଗଲା। ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା। ତହିଁରେ ମିଶ୍ରୀୟମାନେ ନଦୀ ଜଳ ପାନ କରିପାରିଲେ ନାହିଁ। ମିଶ୍ର ଦେଶର ସର୍ବତ୍ର ରକ୍ତ ହେଲା।
ସେତେବେଳେ ମିଶ୍ରୀୟ ମନ୍ତ୍ରଜ୍ଞ ମାନେ ଆପଣା ମାନଙ୍କର ମାୟାରେ ସେପରି କଲେ। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ। ପୁଣି ସମସ୍ତ ମିଶ୍ରୀୟ ଲୋକେ ନଦୀ ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡେ ଖୋଳିଲେ। ସଦାପ୍ରଭୁ ନଦୀକି ଆଘାତ କଲା ଉତ୍ତାରେ 7 ଦିନ ସମ୍ପୂର୍ଣ୍ଣ ହେଲା। ଯାତ୍ରା ପୁସ୍ତକ 8 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ଯେବେ ତୁମେ ସେମାନଙ୍କୁ ଛାଡ଼ିଦେବା ପାଇଁ ଅସମ୍ମତ ହେବ, ତେବେ ଦେଖ ଆମେ ବେଙ୍ଗ ଦ୍ୱାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା। ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ। ତହିଁରେ ସେ ସମସ୍ତ ବେଙ୍ଗ ଉଠି ତୁମ ଗୃହରେ ଓ ଶୟନାଗାରରେ ଓ ଶଯ୍ୟାରେ ଓ ତୁମ ଦାସମାନଙ୍କ ଗୃହରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ତୁଣ୍ଡୁରରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ। ପୁଣି ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋନକୁ କୁହ, ତୁମେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣର ସଯଷ୍ଟି ହସ୍ତ ବିସ୍ତାର କରି ମିଶର ଦେଶ ଉପରେ ବେଙ୍ଗ ଅଣାଅ। ତହିଁରେ ହାରୋନ ମିଶରର ସମସ୍ତ ଜଳ ଉପରେ ଆପଣ ହସ୍ତ ବିସ୍ତାର କରନ୍ତେ ବେଙ୍ଗ ସମୂହ ଉଠି ମିଶର ଦେଶରେ ବ୍ୟାପିଗଲେ। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣମାନଙ୍କ ମାୟାରେ ସେ ପ୍ରକାରେ କରି ମିଶର ଦେଶ ଉପରେ ବେଙ୍ଗ ଆଣିଲେ। ତେଣୁ ଫାରୋ ଓ ମୋଶା ଓ ହାରୋନକୁ ଡକାଇ କହିଲେ, ଆମ୍ଭଠାରୁ ଓ ଆମ୍ଭ ଲୋକମାନଙ୍କ ଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର। ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଛାଡ଼ିଦେବା। ତେବେ ମୋଶା ଫାରୋଙ୍କୁ କହିଲେ, ମୋ ଉପରେ ଦର୍ପ କର। ବେଙ୍ଗ ସବୁ ଯେପରି ଆପଣମାନଙ୍କ ଠାରୁ ଓ ଆପଣମାନଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି। ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକ ସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମରେ କେବେ ଏହି ପ୍ରାର୍ଥନା କରିବି। ସେ କହିଲେ, କାଲି କର। ସେତେବେଳେ ମୋଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ। ବେଙ୍ଗମାନେ ଆପଣମାନଙ୍କ ଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କ ଠାରୁ ଦୂର ହୋଇ କେବଳ ନଦୀରେ ରହିବେ। ଅନନ୍ତର ମୋଶା ଓ ହାରୋନ ଫାରୋଙ୍କ ନିକଟରୁ ବାହାରିଗଲେ। ପୁଣି ମୋଶା ଫାରୋଙ୍କ ବିରୁଦ୍ଧରେ ଆନିତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ। ତବୁ ଲୋକମାନେ ସେ ସବୁକୁ ଏକତ୍ର କରି ଗଦା କରନ୍ତେ ଦେଶ ଦୁର୍ଗନ୍ଧମୟ ହେଲା। ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ ଭାରି କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ତ ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋନକୁ କୁହ, ସମସ୍ତ ମିଶର ଦେଶରେ ଯେପରି ଉକୁଣିଆ ପୋକ ହୁଅନ୍ତି, ଏଥିପାଇଁ ତୁମେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର। ତହିଁରେ ସେମାନେ ସେ ପ୍ରକାର କଲେ। ହାରୋନ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିରେ ଧୂଳିରେ ପ୍ରହାର କରନ୍ତେ ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା। ପୁଣି ମିଶର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେ ପ୍ରକାରେ ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଯତ୍ନ କଲେ, ମାତ୍ର ପାରିଲେ ନାହିଁ। ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ଏ ତ ପରମେଶ୍ୱରଙ୍କର ଅଙ୍ଗୁଳୀକୃତ କର୍ମ। ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କ ହୃଦୟ କଠିନ ହେଲା। ପୁଣି ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ପ୍ରଭାତରେ ଉଠି ଫାରୋଙ୍କ ସମ୍ମୁଖରେ ଛିଡ଼ା ହୁଅ। ଦେଖ, ସେ ଜଳ ନିକଟକୁ ଆସିଲେ ତୁମେ ତାହାକୁ ଏହି କଥା କହିବ, ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ପୁଣି ଯେବେ ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ ଗୃହ ଭିତରେ ଏପରି ଦଂଶାକେଦିର ଛାଙ୍କ ପଠାଇବା ଯେ ତଦ୍ୱାରା ମିଶ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ। ପୁଣି ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ। ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହିଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋସନ ପ୍ରଦେଶ ଭିନ୍ନ କରିବା। ସେଠାରେ ଦଂଶକାଧିର ଛାଙ୍କ ହେବ ନାହିଁ। ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଶେଷ କରିବା।
କାଲି ଏହି ଚିହ୍ନ ହେବ। ଅନନ୍ତର ସଦାପ୍ରଭୁ ସେହି ପ୍ରକାର କଲେ। ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍ ଝାଙ୍କ ଉପସ୍ଥିତ ହେଲା। ପୁଣି ସମୁଦାୟ ମିଶର ଦେଶ ଦଂଶକାଦି ହେତୁରୁ ନଷ୍ଟ ହେଲା। ସେତେବେଳେ ଫାରୋ ମୋଶା ଓ ହାରଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର। ତହିଁରେ ମୋଶା କହିଲେ, ତାହା କରିବା ଉପଯୁକ୍ତ ନୁହେଁ, କାରଣ ତାହା କଲେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିଶ୍ରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ। ଦେଖ, ମିଶ୍ରୀୟମାନଙ୍କ ଚକ୍ଷୁ ଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ? ଏଣୁକରି ଆମ୍ଭେମାନେ 3 ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା। ତେଣୁ ଫାରୋ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ିଦେବା। ତୁମେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର, ମାତ୍ର ବହୁ ଦୂରକୁ ଯାଅ ନାହିଁ। ପୁଣି ଆମ୍ଭ ନିମନ୍ତେ ପ୍ରାର୍ଥନା କର। ଅନନ୍ତର ମୋଶା କହିଲେ, ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି। ତହିଁରେ ଆପଣଙ୍କର ଓ ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ କାଲି ସମସ୍ତ ଦଂଶକ ଝାଙ୍କ ଦୂର ହୋଇଯିବେ। ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଛାଡ଼ିଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ। ତ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନା ଅନୁସାରେ ଫାରୋଙ୍କ ଠାରୁ ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କ ଠାରୁ ସମସ୍ତ ଦଂଶକାଦି ଝାଙ୍କ ଦୂର କଲେ। ଗୋଟିଏ ଅବଶିଷ୍ଟ ରହିଲା ନାହିଁ। ଏଥର ମଧ୍ୟ ଫାରୋ ଆପଣା ହୃଦୟ ଭାରି କଲେ ଓ ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ। ଯାତ୍ରା ପୁସ୍ତକ 9 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଫାରୋ ନିକଟକୁ ଯାଇ ତାହାକୁ କୁହ, ଏବ୍ରିୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ମାତ୍ର ଯେବେ ସେମାନଙ୍କୁ ଛାଡ଼ିଦେବା ପାଇଁ ନାସ୍ତି କରି ଏବେ ମଧ୍ୟ ବାଧା ଦେବ, ତେବେ ଦେଖ, ତୁମ୍ଭ କ୍ଷେତ୍ରସ୍ଥିତ ଘୋଟକ, ଗର୍ଦ୍ଧବ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି। ଏଣୁ ଅତିଶୟ ମହାମାରୀ ହେବ। ମାତ୍ର ସଦାପ୍ରଭୁ ଇସ୍ରାଏଲମାନଙ୍କ ଓ ମିଶ୍ରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ। ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ। ସଦାପ୍ରଭୁ ସମୟ ନିରୂପଣ କରି କହନ୍ତି, କାଲି ସଦାପ୍ରଭୁ ଏ ଦେଶରେ ଏହି କର୍ମ କରିବେ। ଆର ଦିନ ସଦାପ୍ରଭୁ ସେହି କର୍ମ କଲେ। ତହିଁରେ ମିଶ୍ରୀୟମାନଙ୍କ ସମସ୍ତ ପଶୁ ମଲେ। ମାତ୍ର ଇସ୍ରାଏଲ ସନ୍ତାନମାନଙ୍କର ପଶୁଗଣ ମଧ୍ୟ ଗୋଟିଏ ହେଁ ମଲା ନାହିଁ। ତେଣୁ ଫାରୋ ଲୋକ ପଠାଇ ଇସ୍ରାଏଲମାନଙ୍କର ଗୋଟିଏ ପଶୁ ମରିନଥିବାର ଦେଖିଲେ। ତଥାପି ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ। ଆଉ ସଦାପ୍ରଭୁ ମୋଶା ଓ ହାରଣଙ୍କୁ କହିଲେ, ତୁମେମାନେ ମୁଷ୍ଟି ପୂର୍ଣ୍ଣ କରି ଭାଟିରେ ଭସ୍ମ ନିଅ। ପୁଣି ମୋଶା ଓ ଫାରୋଙ୍କ ସାକ୍ଷାତରେ ତାହା ଆକାଶ ଆଡ଼କୁ ବିଞ୍ଚି ଦେଉ। ତହିଁରେ ତାହା ସମୁଦାୟ ମିଶର ଦେଶ ଉପରେ ସୂକ୍ଷ୍ମ ଧୂଳି ହୋଇ ମିଶ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ଜନ୍ମାଇବ। ତହୁଁ ସେମାନେ ଭାଟିର ଭସ୍ମ ନେଇ ଫାରୋ ଆଗରେ ଛିଡ଼ା ହେଲେ। ପୁଣି ମୋଶା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ହେଲା। ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଛିଡ଼ା ହୋଇପାରିଲେ ନାହିଁ, କାରଣ ମନ୍ତ୍ରଜ୍ଞମାନଙ୍କର ଓ ସମସ୍ତ ମିଶ୍ରୀୟମାନଙ୍କ ଶରୀରରେ ବଥ ଜାତ ହେଲା। ଅନନ୍ତର ସଦାପ୍ରଭୁ ଫାରୋଙ୍କ ହୃଦୟ କଠିନ କଲେ। ତହିଁରେ ସେ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କର ବାକ୍ୟ ପ୍ରମାଣେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଛିଡ଼ା ହୋଇ ତାହାକୁ ଏହିପରି କଥା କୁହ, ଏବ୍ରିୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ନୋହିଲେ ଏଇଥର ଆମ୍ଭେ ତୁମ ହୃଦୟ ବିରୁଦ୍ଧରେ ପୁଣି ତୁମ୍ଭ ଦାସଗଣ ଓ ଲୋକମାନଙ୍କ ମଧ୍ୟରେ ଆମ୍ଭର ସର୍ବପ୍ରକାର ମହାମାରୀ ପଠାଇବା। ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହିଁ, ଏହା ତୁମେ ଜ୍ଞାତ ହେବ। କାରଣ ଏତେବେଳକୁ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ମହାମାରୀ ଦ୍ୱାରା ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସଂହାର କରନ୍ତୁଣି। ପୁଣି ତୁମ୍ଭେ ପୃଥିବୀରୁ ଉଚ୍ଛିନ୍ନ ହୋଇସାରନ୍ତଣି। ମାତ୍ର ତୁମକୁ ଆପଣା ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମର ନାମ କୀର୍ତ୍ତିତ ହେବ,
ପ୍ରକୃତରେ ଏଥିପାଇଁ ଆମ୍ଭେ ତୁମକୁ ସ୍ଥାପନ କରି ରଖିଅଛୁ। ଏବେ ତୁମେ କି ଆମ୍ଭ ଲୋକମାନଙ୍କୁ ଛାଡ଼ି ନଦେଲ, ସେମାନଙ୍କ ଉପରେ ଦର୍ପ କରୁଅଛ। ଦେଖ, ଆମ୍ଭେ କାଲି ଏପରି ସମୟରେ ମିଶର ଦେଶରେ ଏପରି ଭାରି ଶିଳାବୃଷ୍ଟି କରିବା ଯେ ମିଶରର ପତନାବଧି ଆଜି ଯାଏଁ ସେପରି କେବେ ହୋଇନାହିଁ। ଏ ନିମନ୍ତେ ଏବେ ଲୋକ ପଠାଇ କ୍ଷେତ୍ରରେ ତୁମ୍ଭର ପାର୍ଶ୍ୱଆଦି ଯାହା ଯାହା ଅଛି ତାହା ସବୁ ଶୀଘ୍ର ଅଣାଅ। କାରଣ ଯେଉଁ ମନୁଷ୍ୟ କି ପଶୁ କ୍ଷେତ୍ରରେ ରହିବେ, ଗୃହକୁ ଅଣା ନ ଯିବେ, ସେମାନଙ୍କ ଉପରେ ଶିଳାବୃଷ୍ଟି ହେଲେ ସେମାନେ ମରିବେ। ସେତେବେଳେ ଫାରୋଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା, ସେ ଶୀଘ୍ର ଆପଣା ଦାସ ଓ ପଶୁମାନଙ୍କୁ ଗୃହକୁ ଆଣିଲା। ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର। ତହିଁରେ ମିଶ୍ରିତ ସମସ୍ତ ମନୁଷ୍ୟ ଓ ପଶୁ, କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳାବୃଷ୍ଟି ହେବ। ତୋ ମୂଷା ଆପଣା ଯଷ୍ଟି ଆକାଶ ଆଡ଼େ ବିସ୍ତାର କରନ୍ତେ ସଦାପ୍ରଭୁ ମେଘ ଗର୍ଜନ ଓ ଶିଳାବୃଷ୍ଟି କଲେ। ପୁଣି ବିଜୁଳି ଭୂମି ଆଡ଼େ ବେଗେ ଗମନ କଲା। ଏହି ରୂପେ ସଦାପ୍ରଭୁ ମିଶର ଦେଶରେ ଶିଳାବୃଷ୍ଟି କଲେ। ତହିଁରେ ଶିଳାବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା। ଏ ପ୍ରକାର ଅତି ଦୁଃସହ ଶିଳାବୃଷ୍ଟି ମିଶର ଦେଶରେ ରାଜ୍ୟ ସ୍ଥାପନାବଧି କେବେ ହୋଇନଥିଲା। ତହିଁରେ ସମୁଦାୟ ମିଶର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳାବୃଷ୍ଟିରେ ନଷ୍ଟ ହେଲା। କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା। କେବଳ ଇସ୍ରାଏଲ ସନ୍ତାନଗଣର ବାସସ୍ଥାନ ଗୋସନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ। ଅନନ୍ତର ଫାରୋ ଲୋକ ପଠାଇ ମୂଷା ଓ ଆରୋନଙ୍କୁ ଡକାଇ କହିଲେ, ଏଇଥର ଆମ୍ଭେ ପାପ କଲୁ। ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ପରମେଶ୍ୱର କୃତ ଗର୍ଜନ ଓ ଶିଳାବୃଷ୍ଟି ଯଥେଷ୍ଟ ହୋଇଅଛି। ଆମ୍ଭେ ତୁମମାନଙ୍କୁ ଛାଡ଼ିଦେବା, ତୁମ୍ଭମାନଙ୍କର ଆଉ ବିଳମ୍ବ ହେବ ନାହିଁ। ସେତେବେଳେ ମୂଷା ତାହାଙ୍କୁ କହିଲେ, ମୁଁ ନଗରରୁ ବାହାର ହୋଇ ଗଲା କ୍ଷଣେ ସଦାପ୍ରଭୁଙ୍କ ନିକଟରେ ଆପଣ ହସ୍ତ ବିସ୍ତାର କରିବି। ତହିଁରେ ମେଘ ଗର୍ଜନ ନିବୃତ୍ତ ହେବ ଓ ଶିଳାବୃଷ୍ଟି ଆଉ ହେବ ନାହିଁ। ପୁଣି ଏହି ପୃଥିବୀ ଯେ ସଦାପ୍ରଭୁଙ୍କର, ତାହା ଆପଣ ଜାଣିପାରିବେ। ମାତ୍ର ମୁଁ ଜାଣେ, ଆପଣ ଓ ଆପଣଙ୍କ ଦାସଗଣ ଅଦ୍ୟାପି ସଦାପ୍ରଭୁ ପରମେଶ୍ୱରଙ୍କୁ ଭୟ କରୁନାହାନ୍ତି। ସେ ସମୟରେ ଫେସି ଓ ଜବ ସବୁ ନଷ୍ଟ ହେଲା, କାରଣ ଜବ ସୀସାଯୁକ୍ତ ଓ ଫେସି ପୁଷ୍ପିତ ଥିଲା। ମାତ୍ର ଗହମ ଓ ଜହ୍ନା ବଡ଼ ହୋଇ ନଥିବାରୁ ନଷ୍ଟ ହେଲା ନାହିଁ। ଅନନ୍ତର ମୂଷା ଫାରୋଙ୍କ ନିକଟରୁ ନଗରର ବାହାରକୁ ଯାଇ ସଦାପ୍ରଭୁଙ୍କ ଛାମୁରେ ଆପଣା ହସ୍ତ ବିସ୍ତାର କରନ୍ତେ ମେଘ ଗର୍ଜନ ଶିଳାବୃଷ୍ଟି ନିବୃତ୍ତ ହେଲା। ଭୂମିରେ ଆଉ ଜଳବୃଷ୍ଟି ହେଲା ନାହିଁ। ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ। ପୁଣି ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ ଭାରି କଲେ। ତହିଁରେ ଫାରୋଙ୍କର ହୃଦୟ କଠିନ ହେଲା। ଏଣୁ ମୂଷାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ଇସ୍ରାଏଲ ସନ୍ତାନମାନଙ୍କୁ ଛାଡ଼ିଦେଲେ ନାହିଁ। ଯାତ୍ରା ପୁସ୍ତକ 10 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଅ, କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା। ପୁଣି ଆମ୍ଭେ ମିଶ୍ରିୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣା ଚିହ୍ନ ସ୍ୱରୂପେ ଯେ କର୍ମ କରିଅଛୁ, ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ପୌତ୍ରର କର୍ଣ୍ଣଗୋଚରରେ କହିବ। ପୁଣି ଆମ୍ଭେ ଯେ ସଦାପ୍ରଭୁ ଏହା ଜ୍ଞାତ ହେବ। ଏଥିନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ ଭାରି କଲୁ। ସେତେବେଳେ ମୂଷା ଓ ଆରୋନ ଫାରୋଙ୍କ ନିକଟକୁ ଯାଇ କହିଲେ, ଏବ୍ରିୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ତୁମ୍ଭେ ଆମ୍ଭ ସାକ୍ଷାତରେ ନମ୍ର ହେବାକୁ କେତେ କାଳ ନାସ୍ତି କରିବ? ଆମର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ମାତ୍ର ଯେବେ ଛାଡ଼ିଦେବାକୁ ନାସ୍ତି କର, ତେବେ ଦେଖ, ଆମେ କାଲି ତୁମ ଅଞ୍ଚଳକୁ ପଙ୍ଗପାଳ ଆଣିବା। ସେମାନେ ଭୂମିର ମୁଖ ଏପରି ଆଚ୍ଛନ୍ନ କରିବେ ଯେ କେହି ତାହା ଦେଖିପାରିବ ନାହିଁ। ପୁଣି ଶିଳାବୃଷ୍ଟିରୁ ରକ୍ଷିତ ଓ ଅବଶିଷ୍ଟ ଯାହା କିଛି ତୁମ୍ଭମାନଙ୍କର ଅଛି, ତାହା ସେମାନେ ଖାଇବେ। ପୁଣି ତୁମ୍ଭମାନଙ୍କର କ୍ଷେତ୍ରୋତ୍ପନ୍ନ ସମସ୍ତ ବୃକ୍ଷ ଖାଇବେ। ପୁଣି ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ ଓ ତୁମ୍ଭ ଦାସଗଣର ଗୃହ ଓ ସକଳ ମିଶ୍ରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ। ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ।
तो मूसा मुख फेराई फारोଙ୍କ निकटରୁ ବାହାରି ଗଲେ। ଅନନ୍ତର ଫାରୋଙ୍କର ଦାସଗଣ ତାହାଙ୍କୁ କହିଲେ, ଏ ମନୁଷ୍ୟ କେତେ କାଳ ଆମମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ? ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଛାଡ଼ି ଦିଅନ୍ତୁ। ମିଶର ଦେଶ ଯେ ନଷ୍ଟ ହେଲାଣି, ଏହା କି ଆପଣ ଏବେ ହେଁ ବୁଝନ୍ତି ନାହିଁ? ତେବେ ମୋଶା ଓ ହାରଣ ପୁନର୍ବାର ଫାରୋଙ୍କ ନିକଟକୁ ଅଣାଯାଆନ୍ତେ ସେ ସେମାନଙ୍କୁ କହିଲେ, ଯାଅ, ତୁମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କର। ମାତ୍ର କିଏ କିଏ ଯିବ? ତହିଁରେ ମୋଶା କହିଲେ, ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନିଯିବୁ ଓ ଆପଣା ଆପଣା ପୁତ୍ର କନ୍ୟାମାନଙ୍କୁ ପୁଣି ଗୋମେସାଦି ପଲ ମଧ୍ୟରେ ସଙ୍ଗରେ ଘେନିଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ। ତେବେ ଫାରୋ ସେମାନଙ୍କୁ କହିଲେ, ହେଉ, ସଦାପ୍ରଭୁ ତୁମମାନଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମ୍ଭେ ତ ତୁମମାନଙ୍କୁ ଓ ତୁମମାନଙ୍କ ବାଳକମାନଙ୍କୁ ଛାଡ଼ିଦେବୁ। ସାବଧାନ, ଅମଙ୍ଗଳ ତୁମମାନଙ୍କ ସମ୍ମୁଖରେ ଅଛି। ଏପରି ହେବ ନାହିଁ। ତୁମେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କର ସେବା କର, କାରଣ ଏହି ମାତ୍ର ତୁମେମାନେ ଚାହଁ। ଏ ଉତ୍ତରେ ସେମାନେ ଫାରୋଙ୍କ ସାକ୍ଷାତରୁ ତାଡ଼ିତ ହେଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପଙ୍ଗପାଳ ନିମନ୍ତେ ମିଶର ଦେଶ ଉପରେ ଆପଣ ହସ୍ତ ବିସ୍ତାର କର। ତହିଁରେ ସେମାନେ ମିଶର ଦେଶକୁ ଆସି ଶିଳାବୃଷ୍ଟିର ଅବଶିଷ୍ଟାଂଶ ଭୂମିର ତୃଣାଦି ସମସ୍ତ ଗ୍ରାସ କରିବେ। ତେଣୁ ମୋଶା ମିଶର ଦେଶ ଉପରେ ଆପଣା ଯଷ୍ଟି ବିସ୍ତାର କରନ୍ତେ ସଦାପ୍ରଭୁ ସେହି ଦିବାରାତ୍ରି ଯାକ ଦେଶରେ ପୂର୍ବାଇ ବାୟୁ ବହାଇଲେ। ପ୍ରଭାତ ହୁଅନ୍ତେ ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଳ ଉପସ୍ଥିତ ହେଲେ। ତହିଁରେ ସମୁଦାୟ ମିଶର ଦେଶରେ ପଙ୍ଗପାଳ ବ୍ୟାପିଗଲେ। ମିଶରର ସମସ୍ତ ଅଞ୍ଚଳରେ ପଙ୍ଗପାଳ ପଡ଼ିଲେ। ସେମାନେ ଅତ୍ୟନ୍ତ ଭୟାନକ ଥିଲେ। ସେପରି ପଙ୍ଗପାଳ ପୂର୍ବରେ କଦାପି ହୋଇନଥିଲା କି ଆଉ କେବେ ହେବ ନାହିଁ। ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରବୃତ ହେଲା। ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳାବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ। ତହିଁରେ ସମୁଦାୟ ମିଶର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ ବର୍ଣ୍ଣ କିଛି ମାତ୍ର ରହିଲା ନାହିଁ। ତେଣୁ ଫାରୋ ଶୀଘ୍ର ମୋଶା ଓ ହାରୋନକୁ ଡକାଇ କହିଲେ, ଆମ୍ଭେ ତୁମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମମାନଙ୍କ ବିରୁଦ୍ଧରେ ପାପ କଲୁ। ବିନୟ କରୁଅଛୁ, କେବଳ ଏଇଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। ତହିଁରେ ସେ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ପ୍ରବଳ ପଶ୍ଚିମ ବାୟୁ ଫେରାଇ ଦେଶରୁ ପଙ୍ଗପାଳମାନଙ୍କୁ ଉଠାଇ ନେଇ ସୁଫ ସାଗରରେ ନିକ୍ଷେପ କଲେ। ତହିଁରେ ମିଶରର କୌଣସି ଅଞ୍ଚଳରେ ଗୋଟିଏ ପଙ୍ଗପାଳ ରହିଲା ନାହିଁ। ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ। ପୁଣି ସେ ଇସ୍ରାଏଲ ସନ୍ତାନଗଣକୁ ଛାଡ଼ିଦେଲେ ନାହିଁ। ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଆକାଶ ଆଡ଼େ ହସ୍ତ ବିସ୍ତାର କର। ତହିଁରେ ମିଶର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ହେତୁରୁ ଲୋକମାନେ ଦରାଣ୍ଡି ହେବେ। ଅନନ୍ତର ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ 3 ଦିନ ପର୍ଯ୍ୟନ୍ତ ମିଶର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ କେହି ଏକ ଆରେକକୁ ଦେଖିପାରିଲା ନାହିଁ ଓ 3 ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲା ନାହିଁ। ମାତ୍ର ଇସ୍ରାଏଲ ସନ୍ତାନଗଣର ସମସ୍ତ ବାସସ୍ଥାନରେ ଆଲୁଅ ଥିଲା। ତେଣୁ ଫାରୋ ମୋଶାଙ୍କୁ ଡକାଇ କହିଲେ, ତୁମେମାନେ ସଦାପ୍ରଭୁଙ୍କ ସେବା କରିବାକୁ ଯାଅ। କେବଳ ତୁମମାନଙ୍କର ଗୋମେସାଦି ପଲ ଥାନ୍ତୁ। ତୁମମାନଙ୍କ ବାଳକମାନେ ମଧ୍ୟ ତୁମମାନଙ୍କ ସଙ୍ଗରେ ଯାଆନ୍ତୁ। ତହିଁରେ ମୋଶା କହିଲେ, ଆମ୍ଭେମାନେ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ। ଆମ୍ଭମାନଙ୍କ ପଶୁଗଣ ଆମ୍ଭମାନଙ୍କ ସଙ୍ଗରେ ଯିବେ। ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। ପୁଣି କି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନ ହେଲେ ଆମେମାନେ ଜାଣିପାରିବୁ ନାହିଁ। ମାତ୍ର ସଦାପ୍ରଭୁ ଫାରୋଙ୍କ ହୃଦୟ କଠିନ କଲେ। ପୁଣି ସେ ସେମାନଙ୍କୁ ଛାଡ଼ିଦେବାକୁ ସମ୍ମତ ହେଲେ ନାହିଁ। ଏଣୁ ଫାରୋ ତାଙ୍କୁ କହିଲେ, ଆମ୍ଭ ନିକଟରୁ ଦୂର ହୁଅ। ଆପଣା ବିଷୟରେ ସାବଧାନ ହୁଅ। ଆମ୍ଭର ମୁଖ କେବେ ଦେଖିନାହଁ। ଯେଉଁଦିନ ଆମର ମୁଖ ଦେଖିବ, ସେହିଦିନ ମରିବ। ତହିଁରେ ମୋଶା କହିଲେ, ଆପଣ ଭଲ କହିଲେ। ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ମୁଁ ଆପଣମାନଙ୍କୁ ବାଇବଲ ପଠନ କକ୍ଷକୁ ସ୍ୱାଗତ ଜଣାଏ।
ଆଜି ବାଇବଲ ପଠନ ଦିନ ସଂଖ୍ୟା 13 ସୋମବାର। ଯାତ୍ରା ପୁସ୍ତକ 6 ପର୍ବରୁ 10 ପର୍ବ ଆଜି ଆମ୍ଭେମାନେ ପାଠ କଲେ ଆଉ ତାହାର ସାରାଂଶ ଆମେ ଚିନ୍ତା କରିବା। ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ତହିଁରେ ମିଶ୍ରୀୟମାନଙ୍କ ଭାର ବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ ତାହା ତୁମ୍ଭେମାନେ ଜାଣିବ। ଯେହୋବା ସଦାପ୍ରଭୁ ପରମେଶ୍ୱର ଯିଏ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେ ଇସ୍ରାଏଲୀୟମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞାକୁ ସଫଳ କରିବା ନିମନ୍ତେ ମିଶ୍ରୀୟମାନଙ୍କ ଉପରେ 10ଟି ମହାମାରୀ ଆଣିଲେ ଏବଂ ଇସ୍ରାଏଲୀୟମାନଙ୍କୁ ପ୍ରତିଜ୍ଞାତ ଦେଶ ମଧ୍ୟକୁ କଢ଼ାଇ ନେଲେ। ଏହି 10ଟି ମହାମାରୀ ଇସ୍ରାଏଲ ଇତିହାସରେ ଈଶ୍ୱରଙ୍କ ପରିତ୍ରାଣର ଚିହ୍ନକୁ ଦର୍ଶାଏ। ଏହି ଘଟଣା ଗୁଡ଼ିକ ଦ୍ୱାରା ଈଶ୍ୱର ମିଶର ଓ ତାର ଚତୁଃପାର୍ଶ୍ୱରେ ଥିବା ଦେଶଗୁଡ଼ିକର ଦେବତାମାନଙ୍କୁ ଆଘାତ କଲେ ଓ ସେମାନଙ୍କୁ ଦଣ୍ଡିତ କଲେ, ଯେପରି ଇସ୍ରାଏଲୀୟମାନେ ସେମାନଙ୍କର ଈଶ୍ୱର କିଏ ଅଟନ୍ତି ତାହା ଜାଣିପାରନ୍ତି ଓ ତାହାଙ୍କ ଶକ୍ତିର ସାକ୍ଷୀ ହୋଇପାରନ୍ତି। ଏତଦ୍ୱାରା ଈଶ୍ୱର ଇସ୍ରାଏଲୀୟମାନଙ୍କୁ ପ୍ରମାଣିତ କରି ଦେଖାଇଦେଲେ ଯେ ସେ ହିଁ ଏକମାତ୍ର ସତ୍ୟ ଓ ଜୀବିତ ପରମେଶ୍ୱର ଅଟନ୍ତି। ଯେଉଁ ସମସ୍ତ ଦଣ୍ଡ ଦ୍ୱାରା, ଯେଉଁ ସମସ୍ତ ମହାମାରୀ ଦ୍ୱାରା ଏହି ଦେବତାମାନଙ୍କୁ ଆଘାତ କଲେ, ପ୍ରଥମଟି ଥିଲା ସେ ଜଳକୁ ରକ୍ତରେ ପରିଣତ କଲେ। ଦ୍ୱିତୀୟରେ ବେଙ୍ଗମାନଙ୍କୁ ଆଣିଲେ। ଚତୁର୍ଥ ଦଣ୍ଡ ଦଂଶକାଦି ଝାଙ୍କ। ପଞ୍ଚମ ଦଣ୍ଡ ପଶୁ ମଡ଼କ। ଷଷ୍ଠ ଦଣ୍ଡ ଦାହଯୁକ୍ତ ବଥ। ସପ୍ତମ ଦଣ୍ଡ ଶିଳାବୃଷ୍ଟି। ଅଷ୍ଟମ ଦଣ୍ଡ ପଙ୍ଗପାଳ। ନବମ ଦଣ୍ଡ ଦେଶ ମଧ୍ୟରେ ଅନ୍ଧକାର। ଦଶମ ଦଣ୍ଡ ପ୍ରଥମ ଜାତର ମୃତ୍ୟୁ। ପ୍ରଥମ ଜାତର ମୃତ୍ୟୁ ହେଉଛି ଦଶମ ଦଣ୍ଡ, ଯାହା ମିଶର ଠାରୁ ଇସ୍ରାଏଲୀୟମାନଙ୍କ ମୁକ୍ତି ଓ ସେମାନଙ୍କ ଯାତ୍ରାର ପଥକୁ ଉନ୍ମୁକ୍ତ କଲା। ଈଶ୍ୱର ସେମାନଙ୍କ ପ୍ରତି ଯାହା କରିଅଛନ୍ତି ସେହି କାହାଣୀକୁ ଇସ୍ରାଏଲୀୟମାନେ ସେମାନଙ୍କର ଆଗାମୀ ଭବିଷ୍ୟତ ପୁରୁଷକୁ ମଧ୍ୟ ଜଣାଇବା ଆବଶ୍ୟକ। ପ୍ରଭୁ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ।